बाकी एटा चामच रखिया ପାଇଁ भी स्टैंड अछि। बालगोपाल स्किन केयर सेंटर है जीव एतर। सो हाय गाइस, जय जगन्नाथ, वेलकम बैक टू माय चैनल। तो मुझे जाऊँगी भुवनेश्वर। वो जिनस ये अच्छी यहाँ आउ बैगटा सब जिनस भूलचे तो से रेकर्डिंग भी कर दूची। जीवा बस स्टैंड को जीवा तापर भुवनेश्वर जीवा। तो बादामबाड़ी आसी पहुंच जाइए। जीवा 18 नंबर बस धरिकी ना पड़े ओल्लेवा बस तो अच्छी चलो भाई ओल्ले पहुंच जाइए। ଏବେ ଯିବା କଣ ଗୋଟେ ଖାଇବା ପାଇଁ ନେଇକି ଯିବି। ଇଟଲି ଫିଟଲି ହବ ଯଦି ନେଇକି ଯିବି ଖାଇବା। ଆରେ ଚାଲ ଆଉ ଖାଇକି ବାହାରିକି ଯିବା, ଗାଧେଇକି ପୁଣି ଯିବା ଅଛି। ତ ଆସିକି ଗାଧେଇ ପାଧେଇ ରେଡି ହେଇଯାଇଛି। ଆସିଲି ବହୁତ ଚିଡା ଲାଗିଲା ତ ଗାଧେଇ ପଇଲି ଯାହା ବି ହଉ। ତାପରେ ନେଇ ଆସିଛି ଇଟିଲି ଫିଟିଲି, ଇଟିଲି ପୁରୀ ଘୁଗୁନି ନେଇ ଆସିଛି। ଖାଇ ଦେଇକି 11ଟା ସାଢ଼େ 11ଟା ବେଳକୁ ବାହାରିକି ଯିବି। ଏବେ ତ ନାହିଁ, 11ଟା ସାଢ଼େ 11ଟା ବେଳକୁ ବାହାରିକି ଯିବି। କଣ ବେ ଜାଣିପାରୁନି ମୁଁ କୋଉଠି ଆସୁଛି। ମୁଁ ଗାଡି ଚଲେଇବି, ଚାଲ ଯିବା। ଯିବା ଏଇନା ବାହାରିକି ଯିବା ଆଉ ଚାଲ। ଲ୍ୟାପଟପ୍ ନେଇଛୁ ତ? ହଁ ସବୁ ନେଇଛି। ଆମର ଏକ୍ଜାମ ଥିଲା, ଏକ୍ଜାମ ସରିଗଲା। ଏବେ ଯିବା ଖାଇ ଦେଇକି ଆସିବା ଆଉ। ଏମାନେ ଯିବେ ଖାଇକି ଆସିବେ। ମୋର ପଖାଳ ଅଛି କଣ ଆସିଛି ଦହି ପଖାଳ ଖାଇବା। ମୁଁ ଆସି ଅଧା ଖାଇସାରିଲିଣି, ମୋର ମନେ ପଇଲା ଯେ ଭିଡିଓ ବନେଇବା ପାଇଁ। ଆଜି ଥିଲା ପଖାଳ ଆଉ ମାଛ ତରକାରୀ ନୁହଁ, ମାଛ ବେସର ବୋଧେ, ଭଜା ଆଉ ବଡି ଚୁଡା ଆଉ ବାଦାମ ଚୁଡା। ଏଇଟା ମୁଁ ଖାଇସାରିଲିଣି ଅଧା, ତାପରେ ମନେ ପଡୁଛି କଣ ଦେଖୁଛୁ କ୍ଲାସ ସରିଗଲା, ଏବେ ବାହାରିକି ଯିବା। କଣ ଶୋଇଥିଲୁ କି? ତ ଏଇଟା ନେଇକି ଦେବି କଲ୍ୟାଣର। କଣ ତା ଘରୁ ଆଇଥିଲା ଛୁଇଁ ମୁଇଁ ଚାଲ ଦେଇ ଦେଇକି ଆସିବା। ନାହିଁ ତ ହେଲମେଟ ର କାଚ ନାହିଁ, ଚର ଉଡିଗଲା କାଚ। ଆଉ ଯା, ମୁଁ ବି ଯାଉଛି। ଯିବା କଣ ଗୋଟେ ଖାଇବା, ମତେ ଭୋକ ହେଲାଣି, କଣ କରିବା ଦେଖିଆ। ତ ବ୍ରେଡ ଅମଲେଟ ଆସିଛି ଖାଇବା ପାଇଁ ଏଇଠି ମଉସାଙ୍କ ଦୋକାନକୁ। ଖାଇ ଦେଇକି ବାହାରିକି ଯିବା ରୁମକୁ। ମୁଣ୍ଡ ବିନ୍ଧୁଛି ମୋର। ଖାଇବା ଆଉ ଖାଇବା ମସ୍ତ ଥିଲା। ବ୍ରେଡ ଅମଲେଟ ଖାଇଲି 40 ଟଙ୍କା। ଏଇ ରେଟ୍ ତ ବଢିଛି ଏବେ, ତ ଭଲ ଲାଗିଲା ଖାଇବାକୁ, ବଢିଆ ଲାଗିଲା। କିନ୍ତୁ ଟେଷ୍ଟଟା ବଢିଆ ଥିଲା। ଟିକେ ଲୁଣ ପକେଇକି ଖାଏ, ବଢିଆ ଲାଗିଲା। ରେକମେଣ୍ଡ କରୁଛି, ଯାଇକି ଖାଇବ ମଉସା ଦୋକାନରେ। ତ ହାଇ ଗାଇସ୍, ଜୟ ଜଗନ୍ନାଥ, ୱେଲକମ ବ୍ୟାକ୍ ଟୁ ମାଇ ଚ୍ୟାନେଲ। ଆଉ ଗୋଟେ ଆଉଥିବ ଏଇଠି। ତ ମୁଁ ଏବେ ରୋଡରେ ଆସିକି ଷ୍ଟାର୍ଟ କଲି, ଆଉ କଣ କରିବି। ତ ରୋଡ ପାର କରିବା, ତାପରେ ଯିବା ଆଉ। यमराज ଆସୁ ଯିବା ଆଉ। ଯାଇଛି। କଣ ଖାଇଲ ବେ? କଣ ଖାଇଲ? ପୁରୀ ଉପମା ଡାଲମା। ମତେ ନ ଡାକି ପଳେଇଯାଉ ସକାଳୁ ସକାଳୁ। ନିଶା ଆସିଥିଲା। ଆମେ ଆସିକି ପହଞ୍ଚି ଯାଇଛୁ। ଆମର ଆଜି ରବିବାର ବୋଲି ପୁରା ଫାଙ୍କା, କିଏ ନାହାନ୍ତି। ଗୋଟେ କୁଆ କୋଇଲି ବି ନାହାନ୍ତି ଏଠି। ଆମେ ଆଇଛୁ ଖାଲି। କ୍ଲାସ ଖତମ, ଯିବା ଏଇନା କଣ ଗୋଟେ ଖାଇଦବା, ଭୋକ ହେଲାଣି। ମୁଁ ଚଷମା ଟା ସଫା କରିବି, ସେଦିନ ସଫା କରିବାକୁ ଯାଇଥିଲି, ସଫା କରିବି। ଯିବା ସଫା କରିବା।
ତ ରୁମ୍ ରେ ଆସିକି ପହଞ୍ଚି ଯାଇଛି। ଏଠି ମୋ ବ୍ୟାଗ୍ ଫ୍ୟାଗ୍ ସବୁ ପଳେଇଯାଇଛି, କ୍ଷୀର ବି ନେଇଯାଇଛି, ଓଟ୍ସ କରିକି ଖାଇବା। ଏଇଆ ଆଉ ଇଏ ଗଡିକି ପଡିଛି ଗୋଟେ ପଳେଇଛି ଆଉ ଗୋଟେ ଗଡୁଛି। देखा देखा मुह देखा स्किन केयर होची एटी बालगोपाल स्किन केयर सेंटर ହେଇଯିବ ଏଥର। ଏଠି ରୋଷେଇ କରୁଛନ୍ତି, ରୋଷେଇ ଷ୍ଟାର୍ଟ କରିଦେଇଛନ୍ତି କାଲି ରାତିଠୁ। ଏବେ ଚାଉଳ ଏଠି ଅଛି, ପାଣି ଗରମ ଏଠି ହଉଛି, ଏ ଦି ଜଣ ରୋଷେଇ ଗଲା ହେଲା। ଏଇଟା ଫେସ୍ ୱାଶ ନା କଣ ଦହି? ସ୍ପେଶାଲ ଫେସ୍ ୱାଶ। ଇଏ ଗୋଟେ ରୋଷେଇଆ, ଇଏ ଗୋଟେ ରୋଷେଇଆ। ରୋଷେଇଆର ଟିକେ ବୁଲିଯା। ଖିଆ ପିଆ ଖତମ। ଭାତ ଡାଲି ଚିକେନ ଦେଇଥିଲା ଆଉ ପାମ୍ପଡ଼। ତ ଏବେ ଗୋଟେ ଭିଡ଼ିଓଟେ ଅପଲୋଡ କରିଦେବି ୟୁଟ୍ୟୁବରେ, ଅପଲୋଡ କରିଦେଇକି ତାପରେ ଯାହା ହବ ଦେଖେଇବି ଆଉ। ରୋଷେଇ ତ ଚାଲିଛି, ଦେଖେଇବି। ଆଙ୍କର ରୋଷେଇ କରୁଛନ୍ତି, ଦେଖେଇ ଦଉଛି। ଭାତ, ଏଇଟା କଣ ଆଳୁ ତରକାରୀ? ଆଳୁ ତରକାରୀ ନା ଆଳୁ କଣ? ଆଳୁ କଷା। ଆଳୁ କଷା ଗୋଟା ଆଳୁ ଅଛି। ଗୋଟା ଆଳୁ କଣ ଅଛି? ଆଉ ଏଇଟା ଦହି କଣ ଗୋଟେ କରୁଛନ୍ତି ଆଉ। ଏଇଟା ପିଆଜ କାଟିକି ଆଣିଲା। ହଁ ସେଇଥିରେ ପଡିବ। ଆଉ ଖାଇବେ ମାନେ ଆଉ। ମୁଁ ଖାଇସାରିଲିଣି ଦେଖିବାକୁ ମନେ ନାହିଁ। କୁଆଡେ? କଣ ପାଇଁ? ମୁଁ ଏଠି ମ୍ୟାଗି କରିବି ବସିକି। ଗୋଟେ ମ୍ୟାଗି ଅଛି, ଏ ସକାଳୁ ନେଇ ଆସିଥିଲେ। ତ ମ୍ୟାଗି କରି ଖାଇବା ଏକାଠିଆ। ପଡିଯାଇଛି ଏଠି ମସଲା ଟା ଅଛି, ମସଲା ଟା ପକେଇବି ଟିକେ ଇଏ ହେଇଗଲେ ପକେଇବା ଆଉ। ବାକି ଏଇଟା ଚାମଚ ରଖିବା ପାଇଁ ବି ଷ୍ଟାଣ୍ଡ ଅଛି। ଏଇଟା ୟୁଜ ହଉଛି ଆମର, ଦେଖିଛ? କାହାର ୟୁଜ ହଉଛି କମେଣ୍ଟ କରିବ। ଚାଲ ମ୍ୟାଗି ହଉଛି ଏଠି ମ୍ୟାଗି ହଉଛି, କରିଦବା ଟିକେ, ତାପରେ ଖାଇବା ଆଉ। ମ୍ୟାଗି ଏଠି ରେଡି ହେଇଯାଇଛି ଆମର। ପିଆଜ ଲାଷ୍ଟକୁ ପକେଇଲି, ପିଆଜ ଥିଲା କାଟିକି ପକେଇ ନଥିଲେ, ଲାଷ୍ଟକୁ ପକେଇଦେଲି ଟିକେ ନାକୁରୁ ଆଉ କାଟିକି। ବାକି ବଢିଆ ଦେଖାଯାଉଛି। ଖାଇବା ଟେଷ୍ଟ ବି ମୁଁ ଚାଖି ସାରିଲିଣି, ଟେଷ୍ଟ ଟା ଭଲ ଲାଗୁଛି। ମ୍ୟାଗି କଣ ଅଛି ଭାଇ, ଟେଷ୍ଟ ବି ଭଲ ଲାଗିବ। ଖାଇଦେଇକି ତାପରେ ଡିନର ଆସିବ, ଡିନର ଦେଖେଇବି ଆଜି କଣ ଅଛି। ମୁଁ ମ୍ୟାଗି ଖାଇସାରିକି ତାପରେ ଏମାନେ ଆଣିକି ମ୍ୟାଗି କରୁଛନ୍ତି। ମ୍ୟାଗି କରାହଉଛି ଏଠି। ଇସ୍ କି ହସ ତମର। ଡାଲମା ବା କଣ କରିଥାନ୍ତ? ସ୍ୱପ୍ନ ଦେଖୁଛି କଣ, ଡାଲମା ବା କରା ହେଇଥାନ୍ତା। ଇଏ ଛୁଆ ଗୋଟେ ଡାଲମା କହିକି କରିବେ ବୋଲି କହିଛନ୍ତି, କିନ୍ତୁ ମ୍ୟାଗି ଧରିକି ପଳେଇଆଇଲେ ଏକାଥରେ। ମ୍ୟାଗି ଖାଉଛନ୍ତି, ଚାଲୁ ଏଞ୍ଜୟ। ତ ଏମାନେ ମ୍ୟାଗି କରିଦେଇଛନ୍ତି, ଆଉ ଆଜି ଡିନରରେ ମ୍ୟାଗି ନେଇ ଖାଉଛନ୍ତି। ମତେ ଦେଇଛନ୍ତି, ମୁଁ ଖାଇବା ଟେଷ୍ଟ କରିବା କେମିତି ଲାଗୁଛି କହିବି ଆଉ। ତ ରୁଟି ଚିଲି ମସରୁମ ଦେଇଛି ଆଜି ଖାଇବା। ମତେ ତ ଚିଲି ମସରୁମରେ ପିଆଜ ବେଶୀ ଦେଖାଯାଉଛି, ବାକି ଅଛି ମସରୁମ ଖାଇବା ଆଉ। ଆଇ ହୋପ ଆଜିର ବ୍ଲଗ ତମକୁ ପସନ୍ଦ ଆସିଥିବ। ବ୍ଲଗ ଯଦି ଟିକେ ବି ପସନ୍ଦ ଆସିଥିବ ତ ଲାଇକ୍ ସେୟାର ସବସ୍କ୍ରାଇବ and that's it for today. Follow for more। ଆଉ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦବ।